ଏ କର୍ମ କରିବି ବୋଲି ମୁଁ ଜାଣିନଥିଲି। ଘରେ ଥାଇକିରି 20 ବର୍ଷ ହେଲା ଥିଲା। ଜାଣି ଜାଣି ଏ କର୍ମ କରିଛି। ଭାଇକି ଧରିଛ କୋଉ ଧର୍ମ ସହିବ? ତାକୁ କେମିତି ଉଚିତ ଦଣ୍ଡ ଦିଆଯାଉ, ଫାଶୀ ଦଣ୍ଡ କେମିତି ଦିଆଯାଉ, କୂଳ କେମିତି ତାର ବୁଡି ଯାଉ, ମୋ କୂଳ ଯେମିତି ବୁଡିଗଲା ତା କୂଳ ବୁଡି ଯାଉ। ସବୁ ବୋଉ ସବୁ ନାଟର ଗୋବର୍ଦ୍ଧନ ବୋଉ ବୋଉରୁ ଭାଇ ଏତ କର୍ମ କରିଛନ୍ତି। ନାତି ନାତୁଣୀ ଫସିଛନ୍ତି। ତାଙ୍କେ 2 ଜଣ କେମିତି ଯାଇକିରି ଫସିବାର ପଡିଛି। ଉଚିତ ଦଣ୍ଡ ମିଳିବାର ଅଛି। ମୋ ପୁଅକୁ ଯେମିତି ମାରିଲେ କୋଡେଇକିରି ବାଡେଇକିରି କତା କରି ତାଙ୍କେ ସେମିତି ଭୋଗ କରିବାର ଅଛି। ମୁଁ ସେତିକି ବୋଲଛି। ବଡ ବୋଉ ତା ଭାଇ ନାତି ନାତୁଣୀ ବସୁନ୍ଧରା। ଏ କର୍ମ କରିବି ବୋଲି ମୁଁ ଜାଣିନଥିଲି। ଘରେ ଥାଇକିରି 20 ବର୍ଷ ହେଲା ଥିଲା। ଜାଣି ଜାଣି ଏ କର୍ମ କରିଛି। ଭାଇକି ଧରିଛ କୋଉ ଧର୍ମ ସହିବ? ତାକୁ କେମିତି ଉଚିତ ଦଣ୍ଡ ଦିଆଯାଉ, ଫାଶୀ ଦଣ୍ଡ କେମିତି ଦିଆଯାଉ, କୂଳ କେମିତି ତାର ବୁଡି ଯାଉ, ମୋ କୂଳ ଯେମିତି ବୁଡିଗଲା ତା କୂଳ ବୁଡି ଯାଉ। ମୁଁ ଏତିକି ଧ୍ୟାନ କରୁଛି। ସତ୍ୟ ଯଦି ଧର୍ମ ଥିବ ହେଲେ ଏମିତି ହବ। ଫାଶୀ ଦଣ୍ଡ ଆଜ୍ଞା କେମିତି ଗୁଳି କରି ମାର, ନହେଲେ ଫାଶୀ ଦଣ୍ଡ ଦିଅ। ମୋ ଆତ୍ମା ଶାନ୍ତି ମିଳିବ, ମୋ ପୁଅର ଆତ୍ମା ଶାନ୍ତି ମିଳିବ। ଚୁପଚାରେ ଦଣ୍ଡ ଦେଇଛି। ଏତିକି